ରୋଗୀଙ୍କୁ ଦେଲେନି, ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ। ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଶ୍ରୀଜଙ୍ଗ ରସାଳପୁର ରାସ୍ତାରେ ଶ୍ରୀଜଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରୁ ମାତ୍ର କିଛି କିଲୋମିଟର ଦୂରରେ ସୁନ୍ଦରା ରାସ୍ତାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଅବଧି ସରିନଥିବା ଔଷଧ ମେଡିକାଲରେ ରହିବା ପରିବର୍ତ୍ତେ ରାସ୍ତା ପାଖରେ ଅଳିଆ ଗଦା ହୋଇ ପଡ଼ିଛି। ଗୋଟିଏ କି ଦୁଇ ପ୍ୟାକେଟ ନୁହେଁ, ଶହ ଶହ ପ୍ୟାକେଟର ସରକାରୀ ଆଇରନ୍ ଓ ଫଲିକ୍ ଏସିଡ୍ 50 ml ର ସିରପ ପଡ଼ି ରହିଛି। ଏସବୁ ରୋଗୀମାନଙ୍କୁ ମାଗଣା ଦିଆଯିବାର ଥିଲା, ହେଲେ ସେଗୁଡ଼ିକୁ ରାସ୍ତା ପାର୍ଶ୍ୱରେ ପଡ଼ିଥିବା ଦେଖିବାକୁ ମିଳିଛି। ଓଡ଼ିଶା ସରକାରଙ୍କର ଯୋଗାଣ ବିକ୍ରୟ ପାଇଁ ନୁହେଁ ବୋଲି ଲେଖା ହୋଇରହିଛି। ସେହି ଔଷଧର ପ୍ରସ୍ତୁତି ତାରିଖ 2025 ମସିହା ଏପ୍ରିଲ ମାସ ହୋଇଥିବା ବେଳେ ଅବଧି ରହିଛି 2026 ପର୍ଯ୍ୟନ୍ତ, ଅର୍ଥାତ୍ ଅବଧି ସରିବାକୁ ଆହୁରି 9 ମାସରୁ ଅଧିକ ସମୟ ବାକି ରହିଥିବା ବେଳେ ଔଷଧ କାହିଁକି ଫିଙ୍ଗା ଯାଇଛି ତାହା ଏବେ ବଡ଼ ପ୍ରଶ୍ନ ଉଠୁଛି। ସେପଟେ ସରକାରୀ ମେଡିକାଲରେ ରୋଗୀଙ୍କୁ ସଠିକ୍ ମାଗଣା ଔଷଧ ମିଳୁନଥିବା ବେଳେ ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ା ହୋଇ ଶେଷରେ ଔଷଧ ନ ପାଇ ନିରାଶ ହେବା ସହ ବାଧ୍ୟ ହୋଇ ବାହାରକୁ ଔଷଧ କିଣିବାକୁ ବାଧ୍ୟ ହେଉଛନ୍ତି। ଏଭଳି ସ୍ଥିତିରେ ଏମିତି ରାସ୍ତାରେ ମେଡିସିନ ଫୋପାଡ଼ିବା ଚିନ୍ତାର ବିଷୟ ପାଲଟିଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ ଦୁନିଆ।